ଯେମିତି ତ୍ରେତୟା ଯୁଗରେ ଲକ୍ଷ୍ମଣ ସହିତ ତାଙ୍କ ପତ୍ନୀ ଉର୍ମିଳା କେବେ ଓ କାହିଁକି କୋଉଥିପାଇଁ ଶିବ ପାର୍ବତୀ ରୂପ ଧାରଣ କରିଥିଲେ? ବାବରେ ହେଲା ରାମାୟଣ କଥା। ଆଜ୍ଞା ରାମାୟଣ ତୃତୀୟ ସ୍କନ୍ଧରେ ଆଜ୍ଞା ଅଛି, ତୃତୀୟ ଖଣ୍ଡରେ ଆଜ୍ଞା ଅଛି। ଇଏ ତୃତୀୟ ଖଣ୍ଡରୁ ପଚାରିଛନ୍ତି ଯେତେବେଳେ ପଞ୍ଚବଟୀ ବନରେ ଥିଲେ ଆଜ୍ଞା ଶେଷନାଗ କଥା ପୂର୍ବ ଜନ୍ମ ହେଲା ଶେଷନାଗ। ଯେତେବେଳେ ଶେଷନାଗ ଅବସ୍ଥାରେ ଥିଲେ ସେ ଆଜ୍ଞା ଅଭିଶାପ ପାଇଥିଲେ। ରେ ରାମ ଲକ୍ଷ୍ମଣ ପୂର୍ବ ଜନ୍ମ ସୀତାପତି ସୁନ୍ଦର କରୁଣା କରୁଣା ନିଧି ବିପ୍ର ପ୍ରିୟ ଯେତେବେଳେ ଆଜ୍ଞା ଲକ୍ଷ୍ମଣ ଏବଂ ଉର୍ମିଳା ଯେତେବେଳେ ଉଦ୍ୟାନରେ ଭ୍ରମଣ କରୁଥିଲେ ଆଜ୍ଞା ଉର୍ମିଳା ପଚାରିଛନ୍ତି ଲକ୍ଷ୍ମଣକୁ ଯେ ଯେଉଁ ରହିଲେ ଆଜ୍ଞା ଶିବ ପାର୍ବତୀ ତାଙ୍କ ରୂପ ଦର୍ଶନ ପୂର୍ବଜନ୍ମ ଆଜ୍ଞା ଶେଷନାଗ ଅବସ୍ଥାରେ ଯେତେବେଳେ ଆଜ୍ଞା ଇନ୍ଦ୍ରପୁତ୍ରକୁ ଭକ୍ଷଣ କରିଥିଲେ ଅଭିଶାପ ପାଇଥିଲେ। ତୁମେ ଯଦି ଦର୍ଶନ କରିବ ପ୍ରଭୁ ଶିବ ଶଙ୍କର ଏବଂ ପାର୍ବତୀଙ୍କର ତାହେଲେ ମୁକ୍ତି ପାଇବ। ତେଣୁ ବୈଷ୍ଣବ ଏବଂ ତାରା ତାରା ରୂପରେ ଜନ୍ମ ପାଇଥିଲେ। ଆଜ୍ଞା ତୃତୀୟ ଭାଗରେ ଅଛି ଦେଖିବେ ରାମାୟଣ ପରା କହିଲେ ଆଜ୍ଞା ରାମାୟଣରେ ଅଛି। ରାମାୟଣ ତୃତୀୟ ଭାଗରେ କହିଲି ପା ତୃତୀୟ ଖଣ୍ଡରେ ଅଛି। ରାମାୟଣ କଥା ଆଲୋଚନା ହେଲେ ରାମାୟଣ ସମ୍ବନ୍ଧୀୟ ପ୍ରଶ୍ନ କଲେ ମା ପାର୍ବତୀ ଠିକ କଥା, କିଛି ଅସୁବିଧା ନାହିଁ। ଶିବ ଓ ପାର୍ବତୀଙ୍କ ମଧ୍ୟରେ କମ୍ପିଟିସନ ହୁଏ, କିଏ ରାମ ନାମ କେତେ ଜପ କରିପାରୁଛି। ଆଜି ଯଦି ଶିବ କରିଥିବେ ଲକ୍ଷେ କାଲି ପାର୍ବତୀ କରିବେ 2